ଲୋକମାନେ ଯେତେବେଳେ ଧନୀ ହେଇଯାଆନ୍ତି ନା, ସେମାନେ ନିଜ ସାଙ୍ଗମାନଙ୍କୁ ଭୁଲି ଯାଆନ୍ତି ଆଉ ନିଜ ପ୍ରିୟ ଲୋକଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଏମିତି କାହିଁକି ହୁଏ? ତ ଏ ବିଷୟରେ ଗୋଟେ ସୁନ୍ଦର ଗପଟି ଅଛି, ନିଶ୍ଚୟ ଶୁଣନ୍ତୁ। ଥରେ ଜଣେ ଧନୀ ବ୍ୟକ୍ତି ପାଖରେ ଏକ ମୂଲ୍ୟବାନ ହୀରା ଥିଲା। ଦିନେ ଗୋଟିଏ ମୂଷା ସେହି ହୀରାକୁ ଗିଳିଦେଲା। ହୀରାର ମାଲିକ ବହୁତ ଚିନ୍ତିତ ହୋଇଗଲେ। ସେ ଜଣେ ଚତୁର ଶିକାରୀଙ୍କୁ ଡାକି କହିଲେ, ଯେଉଁ ମୂଷାଟି ହୀରା ଖଣ୍ଡଟି ଗିଳିଛି ତାକୁ ମାରି ହୀରା ଉଦ୍ଧାର କର। ଶିକାରୀ ମୂଷା ଖୋଜିବାକୁ ଯାଇ ଦେଖିଲା, ଘର ଭିତରେ ଅସଂଖ୍ୟ ମୂଷା ଗୋଟିଏ ଅନ୍ୟ ଉପରେ ଚଢ଼ି ଖେଳୁଛନ୍ତି, କିନ୍ତୁ ଗୋଟିଏ ମୂଷା ଏ ସବୁଠାରୁ ଅଲଗା ହୋଇ ବସି ରହିଥିଲା। ଶିକାରୀ ସିଧାସଳଖ ସେହି ମୂଷାଟିକୁ ଧରି ପକାଇଲା ଓ ପରେ ହୀରା ଉଦ୍ଧାର ହେଲା। ହୀରାର ମାଲିକ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ପଚାରିଲେ, ଆରେ ଭାଇ, ଘର ଭିତରେ ଥିବା ଅନେକ ମୂଷା ମଧ୍ୟରୁ ଏହି ମୂଷାଟି ହୀରା ଗିଳିଛି, ଏହା ତୁମେ କିପରି ଜାଣିପାରିଲ? ଶିକାରୀ ହସି ହସି କହିଲା, ଏହା ତ ବହୁତ ସହଜ। ଯେତେବେଳେ ଜଣେ ମୂର୍ଖ ଧନବାନ ହୋଇଯାଏ, ସେ ନିଜ ସାଥୀଙ୍କୁ ଭୁଲିଯାଏ, ସବୁଠାରୁ ଅଲଗା ରୁହେ। ଏହି ମୂଷା ମଧ୍ୟ ସେହିପରି ଅଲଗା ବସିଥିଲା, ତେଣୁ ମୁଁ ତାକୁ ଅତି ସହଜରେ ଚିହ୍ନିଦେଲି। ତ ସେହି ମୂଷାଟି ପରି ଆମେ ମଣିଷମାନେ ମଧ୍ୟ ଧନୀ ହୋଇଗଲେ ଆମ ମନରେ ଗର୍ବ ଆଉ ଅହଙ୍କାରର ଜନ୍ମ ହୋଇଯାଏ। ତେଣୁ ଆମେ ଆମ ସାଙ୍ଗମାନଙ୍କୁ ଭୁଲିଯାଉ ଆଉ ଆମ ପ୍ରିୟଜନମାନଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାଉ। ଏମିତି କରିବା କେତେ ଦୂର ଠିକ୍? ଆପଣମାନେ କମେଣ୍ଟସରେ ନିଶ୍ଚୟ ଜଣାନ୍ତୁ। ସାଙ୍ଗମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଜୟ ଜଗନ୍ନାଥ।